ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଦିନକୁ ଦିନ ହାତୀମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ହାତୀମାନେ ବିଳମ୍ବିତ ରାତିରେ ବିଭିନ୍ନ ଗ୍ରାମକୁ ଯାଇ ଧନଜୀବନ ହରାଉଥିବା ବେଳେ ବର୍ତ୍ତମାନ ଧାନ ଫସଲ ଓ ପନିପରିବା ଫସଲ ଉପରେ ନଜର ରଖି ନଷ୍ଟ କରିଚାଲିଛନ୍ତି। ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ପାଣି କାଦୁଅରେ ଘାଣ୍ଟି ଚକଟି ହୋଇ ଧାନ ଫସଲ ହେଉ କିମ୍ବା ପନିପରିବା ଚାଷ କରିଥାନ୍ତି। ଚଳିତ ବର୍ଷ ଧାନ ବୁଣା ହେବା ଦିନଠାରୁ ବର୍ଷା ହ୍ରାସ ପାଇବାରୁ ଧାନ ଫସଲ ବେଉଷଣ ହେବାରେ ବିଳମ୍ବ ଘଟିଛି। ବର୍ତ୍ତମାନ ଶ୍ରାବଣ ମାସ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବାରୁ ଧାନ ଫସଲ ବେଉଷଣ କରିବା ପାଇଁ ଚାଷୀଙ୍କ ମୁହଁରେ ହରସ ଆଣିଦେଇଥିବା ବେଳେ ଅନ୍ୟ ଦିଗରେ ହାତୀଙ୍କ ଉପଦ୍ରବରେ ଧାନ ଫସଲ କ୍ଷୟକ୍ଷତି ହେବାରେ ଲାଗିଛି। ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ ତଥା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଧୀନସ୍ଥ ମୁକ୍ତାପସି ଫରେଷ୍ଟ ସେକ୍ସନରେ। ଏହି ସେକ୍ସନରେ ମୁକ୍ତାପସି ଗ୍ରାମର ଦଣ୍ଡାଧର ପଶିରେ ରବିବାର ବିଳମ୍ବିତ ରାତିରେ ହାତୀପଲ ପଶି ଗ୍ରାମର ଚାଷୀ ଦୁର୍ଯ୍ୟୋଧନ ବିଶ୍ୱାଳ, ପ୍ରାଣବନ୍ଧୁ ଦେହୁରୀ, ପଦ୍ମଲୋଚନ ସାହୁ, ମନ୍ମଥ ନାରାୟଣ ସାହୁଙ୍କର 10 ଏକରରୁ ଉର୍ଦ୍ଧ୍ୱ ଧାନତଳି ଫସଲ ଦଳି ଚକଟି ନଷ୍ଟ କରିଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସେହିପରି ପଥରଖୁମ୍ବ ଗ୍ରାମର ଗୋଲେକ ସାହୁ ଏବଂ ତାଙ୍କ ଅନ୍ୟ ଭାଇମାନଙ୍କ ଧାନତଳି ଫସଲ ନଷ୍ଟ କରିଦେଇଛନ୍ତି। ବସୋଇ ପଞ୍ଚାୟତ ରାହାବେରେଣୀ ଗ୍ରାମର କାଳନ୍ଦୀ ବିଶ୍ୱାଳ, ମଦନ ବିଶ୍ୱାଳ ଏବଂ ତାଙ୍କ ଅନ୍ୟ ଭାଇମାନଙ୍କ ଧାନତଳି ଫସଲ ଦଳି ଚକଟି ନଷ୍ଟ କରିଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରତ୍ୟେକ ବର୍ଷ ଧାନ ଫସଲ ବେଉଷଣ ଠାରୁ ଅମଳ ପର୍ଯ୍ୟନ୍ତ ହାତୀ ଉପଦ୍ରବ ଅଧିକ ମାତ୍ରାରେ ରହୁଥିବା ବେଳେ ବନ ବିଭାଗ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡୁଛି। କେତେକ ଗାଁ ରହିଛି ସାରା ବର୍ଷ ପନିପରିବା ଚାଷ କରି ପରିବାର ପୋଷଣ କରୁଥିବା ବେଳେ ହାତୀମାନଙ୍କ ଉପଦ୍ରବରେ କ୍ଷୟକ୍ଷତି କରୁଥିବାରୁ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛନ୍ତି। ଫଳରେ ଧାନ ଫସଲ ହେଉ କିମ୍ବା ପନିପରିବା ଫସଲ ହେଉ ଚାଷୀ ଚାଷ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି, ଯାହାକି ବର୍ଷକୁ ବର୍ଷ ଧାନ ଫସଲ ହେଉ କିମ୍ବା ପନିପରିବା ଫସଲ ହେଉ ହ୍ରାସ ପାଉଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ନାୟକଙ୍କ ରିପୋର୍ଟ, ନାଉ ଓଡ଼ିଶା ନ୍ୟୁଜ। लेटेस्ट न्यूज अपडेट पाई www.naoodisha.com को लॉगिन करंतु।